ଆପଣ ଭାବୁଥିବେ ଯେ ମୁଁ ଆଜି ପୁଣି କଣ ପାଇଁ କଲେଜ ଗଲି। ହାଏ ଏଭ୍ରିୱାନ୍, ଜୟ ଜଗନ୍ନାଥ। ଆଜି ମୋର ଥିଲା ରିସର୍ଚ୍ଚର ଲାଷ୍ଟ ଡେ, ମାନେ ରିସର୍ଚ୍ଚ ସବମିଟ୍। ଆପଣ ତ ଜାଣିଥିବେ ମୁଁ କୋଉଦିନ ପାଠ ପଢିବାକୁ ତ କଲେଜ ଯାଇନି, ଏଇ ସବୁ କାମ ପାଇଁ କେବଳ କଲେଜ ଯାଏ। ଆଉ ସକାଳ 8ଟାରୁ ଗଲିଣି, ଆଉ ଏବେ 2:30 ବାଜିଲାଣି। ମୁଁ ଏପର୍ଯ୍ୟନ୍ତ କିଛି ବି ଖାଇନଥିଲି, ଆଉ ମତେ ବହୁତ ଜୋରସେ ଭୋକ ଲାଗି। ସବୁ ପିଲାମାନଙ୍କ ପାଇଁ ଚିକେନ ମାଛ ହେଇଥିଲା, ତ ମୁଁ ତ ବିନା ପିଆଜ ରସୁଣ, ସେଥିପାଇଁ ମୁଁ ବାହାରୁ ଆଣିକି ଖାଇ ଦେଇଥିଲି। ଆଉ ଜମା ବି ଭଲ ଲାଗୁ ଏତେ ସାରା ଆଇଟମ ଦେଇଛନ୍ତି, ହେଲେ କୋଉଟାର ଟେଷ୍ଟ ନଥିଲା। ଡାଲି ପୁରା ପାଣି ଲାଗୁ। ତାପରେ 4:30 ବେଳକୁ ଆମର ଷ୍ଟାର୍ଟ ହେଇଯାଇଥିଲା। ଇଏ ଥିଲେ ଫାଷ୍ଟ ଗ୍ରୁପ। 4:30 ବେଳକୁ ଆମର ରିସର୍ଚ୍ଚ ଷ୍ଟାର୍ଟ ହେଇଯାଇଥିଲା। ଇଏ ଥିଲେ ଫାଷ୍ଟ ଗ୍ରୁପ ବାଲା। ଆଉ ମୁଁ ଯେମିତି ସାମ୍ନାରେ ଦେଖିଲି ଯେ ସାର୍ ଭିଡିଓ କରୁଛନ୍ତି, ସେଥିପାଇଁ ଫୋନ ବାହାର କରିକିନା ମୁଁ ଭିଡିଓ କରିବାକୁ ଲାଗି। ପଛରେ ଇଏ ମୋ କଲେଜ ଫ୍ରେଣ୍ଡ। ଦେନ୍ ଆମର ପାଳି ଆସିଗଲା। ଆମର ଥିଲା ସି ଗ୍ରୁପ। ତାପରେ ଆମେ ନେଇକି ପ୍ରିନ୍ସିପାଲ ମ୍ୟାମକୁ ଦେଇ ଦେଇଥିଲୁ। ସବୁ ଗ୍ରୁପର ପିଲାମାନେ ପ୍ୟାକିଂ କରିଦେଲେ। ମ୍ୟାମ କେତେ ଖୋଲିବେ, ତାଙ୍କ ହାତ କାଟିଲେ। ପ୍ରାୟତଃ 6:30 ପରେ ଯାଇକି ମୁଁ ଭୁବନେଶ୍ୱରକୁ ରିଟର୍ନ କଲି। ଆଉ ଯେହେତୁ କାଲି ଥିଲା ଚିତଉ ପିଠା, ସେଥିପାଇଁ ଆସୁ ଆସୁ ଚିତଉ ପିଠା ବନେଇବାରେ ଲାଗି। ଚିତଉ ପିଠା ଖାଇବାଟା ଯେମିତି ଟେଷ୍ଟି, କରିବାଟା ବି ବହୁତ ସହଜ। ନଡିଆକୁ ଭାଙ୍ଗ, ତାକୁ ଚୋପା ଛଡାଅ, ପୁଣି ଚାଉଳ ବତୁରାଅ, ପୁଣି ମିକ୍ସ କରି ଗ୍ରାଇଣ୍ଡିଙ୍ଗ କର, ପାଣି ଫୁଟା, ତା ଦେହରେ ଦେଇକି ଗୋଳେଇକି ଇତ୍ୟାଦି ଇତ୍ୟାଦି ଆହୁରି ସବୁ ଅଛି। ତାପରେ ମୁଁ ଅଧା ଅଧା କରି ଭାଗ ମାପ କରିକି ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ତାପରେ ପାଣି ଫୁଟେଇକି ସେଥିରେ ଗୋଳେଇକିନା ବ୍ୟାଟର। ଆପଣ ମାନେ ଯେତେବେଳେ ପିଠଉଟାକୁ ବାଟିବେ, ପୁରା କାଠୁଆ କରି ବାଟିବେ, କାହିଁକି ନା କାଠୁଆ ନ କଲେ ଆପଣ ଯେତେବେଳେ ପାଣି ଫୁଟେଇକି ଦେବେ, ସେତେବେଳେ ପୁରା ପାଣିଆ ହେଇଯିବ, ଆଉ ପିଠାଟା ଜମା ଫୁଲିବନି। ଏଇଠି ମୋର କାଠୁଆ ଅଛି। ତାପରେ ମୁଁ ଫୁଟା ପାଣି ଦେଇକିନା କରିଦେଇଥିଲି। ଫୋନ ଦେଖୁ ଦେଖୁ ଇଆଡେ ମୋ ପିଠା ପୁରା ପୋଡି ଯାଇଛି। ମୋ ମନ ଦୁଃଖ ହେଇଗଲା, କାହିଁକି ନା ଫାଷ୍ଟ ପିଠା ମୁଁ ଯେତେବେଳେ ଭୋଗ ଲଗେଇଥାନ୍ତି, ପିଠାଟା ପୋଡିଗଲା। ରାଗିକି ଆଉ ମୋଟା ପିଠା ବି କଲିନି, ସେଥିପାଇଁ ପତଳା ପିଠା କରିଦେଲି। ଆଉ ପତଳା ପିଠା ହଉ ହଉ ଏତେ ବଢିଆ ସ୍ମେଲ ହଉଥିଲା, ଘର ଯାକ ସ୍ମେଲ। ଆଉ ପିଠାଟା ବି ବହୁତ ହିଁ ବଢିଆ ହେଇଥିଲା। ତଳଟା କ୍ରିସ୍ପି ଆଉ ଉପରଟା ସଫ୍ଟ। ଏଇଠି ଭିଡିଓକୁ ଏଣ୍ଡ କରୁଛି। ଭିଡିଓ ଭଲ ଲାଗିଥିଲେ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ କରନ୍ତୁ।